ମୋହନ ମାଝୀ ମୋର କଥା ଚାହୁଁଛି ମୋହନ ଚରଣ ମାଝୀ କଥାବାର୍ତ୍ତା କରିବା ତାଙ୍କ ପାଇଁ କଷ୍ଟ। ତ ଆପଣ ଭାବୁଛନ୍ତି କି ଯୋଉ ଚିଠିର କିଛି ପ୍ରଭାବ ଆଦୌ ପଡିବନି ଏମିତି କହିପାରିବେ ଆପଣ? ନାଇଁ ନାଇଁ ଆଦୌ ପଡିବ ବୋଲି ମୁଁ କହିଲି ତ, ତାଙ୍କର ସମ୍ପର୍କ ଭଲ ଅଛି। ମୋର କହିବା କଥା ୱାର୍କିଂ ରିଲେସନ ଅଛି, କଥାବାର୍ତ୍ତା ଅଛି, ପରସ୍ପରକୁ ଜାଣିଛନ୍ତି। ସେ ତାଙ୍କ ଘରକୁ ବି ଆସିଥିଲେ, ଆଙ୍କ ସହିତ ଗୋଟେ ରିଲେସନ ଅଦରୱାଇଜ ଅଛି। ସେଇ ରିଲେସନ ବେଶରେ କରୁଛନ୍ତି। ସେ ରିଲେସନ ମୋର ମୂଳ କାରଣ ଏଗେନ୍ ଦେଖିଲେ ବିଜୁ ପଟ୍ଟନାୟକ ମମତା ବାନାର୍ଜୀ ବହୁତ ସମ୍ମାନ କରୁଥିଲେ। ଆପଣ ଏଇନା ମନେ ରଖିଥାନ୍ତୁ। ବିଜୁ ପଟ୍ଟନାୟକ ଏଠି ମନ୍ତ୍ରୀ ଥିଲେ, ଓଡିଶାରେ ମୁଖ୍ୟମନ୍ତ୍ରୀ ଥିଲେ, ସେ କେନ୍ଦ୍ର ମନ୍ତ୍ରୀ ଥିଲେ। ବିଜୁ ପଟ୍ଟନାୟକ ପ୍ରତି ବହୁତ ସମ୍ମାନ କରନ୍ତି। ସେ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ, ସେଇ ହିସାବରେ ତାଙ୍କୁ ମଧ୍ୟ ଭଲ ସମ୍ପର୍କ ରଖିବାକୁ ଚାହୁଁଥିଲେ, ବଢେଇବାକୁ ଚାହୁଁଥିଲେ। କିନ୍ତୁ ରାଜନୈତିକ ଦୃଷ୍ଟିରୁ ନବୀନ ପଟ୍ଟନାୟକ ସେ ସମ୍ପର୍କଟାକୁ ଗୁରୁତ୍ୱ ଦେଲେ ନାହିଁ। ଏଇଥିପାଇଁ ଦେଲେ ନାହିଁ ଯେହେତୁ ତାଙ୍କର ବିଜେପି ସହିତ ସମ୍ପର୍କଟା ବହୁତ ଘନିଷ୍ଠ ହେଇଥିଲା, କେନ୍ଦ୍ରୀୟ ବିଜେପି ନେତୃତ୍ୱ ସହିତ। ସେ ସମ୍ପର୍କରେ ସେମାନଙ୍କ ଭିତରେ ଯେମିତି ସନ୍ଦେହ ସୃଷ୍ଟି ହବ ବୋଲି ସେ ଅନେକ କଥାରେ ଆଙ୍କ ସହିତ ଅଗ୍ରସର ହେଲେନି। ଆପଣ ରାଜ୍ୟସଭାରେ ଦେଖିବେ ବିଜେଡି କେବେ ହେଲେ ମମତା ବାନାର୍ଜୀ ଯୋଉ ଘଟଣାରେ ବା ଟିଏମସି ଯୋଉ ଘଟଣାରେ ଯାହା ଚାହିଁଛି ସେଥିରେ ବିଜେଡି କେବେ ଏକମତ ହେଇନି। ଏ ସବୁ କଥା ସତ୍ତ୍ୱେ ତାଙ୍କର ଗୋଟେ ସମ୍ପର୍କ ଅଛି। କିନ୍ତୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧାସଳଖ ମମତା ବାନାର୍ଜୀକି ଲେଖିବାର ଯାହା ଇମ୍ପାକ୍ଟ ହେବ ତାଠୁ ବେଟର ଇମ୍ପାକ୍ଟ ଏଠି ହେଇପାରିବ ନିଶ୍ଚିତ ଭାବରେ। କିନ୍ତୁ ମୁଁ ଭାବୁଛି ଏଇଟାକୁ ଅନେକ ଭାବୁଛନ୍ତି ରାଜନୀତି ସେ ତ ନିଶ୍ଚୟ ରାଜନୀତିକ କହିପାରନ୍ତି। କିନ୍ତୁ ଗୋଟେ ଲୋକ ମନେ ରଖିବା ଉଚିତ ଯେ ଓଡିଶାର ଜନସାଧାରଣ ଗଲାଥରକ ଯୋଉ ଭୋଟ ଦେଇଛନ୍ତି ବିଜେପି କ୍ଷମତାସୀନ କରିଛନ୍ତି, କିନ୍ତୁ ଅପୋଜିସନକୁ ସେମାନେ ଇଲେକ୍ଟ କରିଛନ୍ତି। ସରକାରଙ୍କୁ ଯଦି ଲୋକମାନେ ଇଲେକ୍ଟ କରିଛନ୍ତି, ଅପୋଜିସନକୁ ଲୋକମାନେ ଇଲେକ୍ଟ କରିଛନ୍ତି। ସେ 24 ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ। ସେଇ ସାର୍ ମମତା ବାନାର୍ଜୀ ସମ୍ପର୍କ ତାଙ୍କର ଭଲ। ସେଠି ଚିଠି ଲେଖିଲେ କଣ କ୍ଷତି ତ ଭାବୁଛି କିଛି ନାହିଁ। ଯଦି ତାଙ୍କର ଲେଖିବା ଫଳରେ ସେଠି କିଛି ଅବସ୍ଥାର ପରିବର୍ତ୍ତନ ହୁଏ ଭଲ ହବ। ହଁ, ପରିବର୍ତ୍ତନ ଯଦି ଅବସ୍ଥାର ହୁଏ ଭଲ ହବ। କିନ୍ତୁ ଆପଣ ଭାବୁଛନ୍ତି କି ବିଜୁ ଜନତା ଦଳ ଗୋଟେ ବଡ ରାଜନୀତି ଖେଳିଲା ଯେତେବେଳେ ଆଳୁ ସଂକଟ ଚାଲିଛି, ବିଜେପି ସରକାର ଓଡ଼ିଶାରେ ଅଛି, ମମତା ହେଉଛନ୍ତି ବିଜେପିର ବିରୋଧୀ। ତେଣୁ ଏଇ ଦୃଷ୍ଟିକୋଣରୁ ନବୀନ ଗୋଟେ ଫାଇଦା ନେବା ପାଇଁ ଚାହିଁଲେ କି ଏ କ୍ଷେତ୍ରରେ ଗୋଟେ ସ୍କୋପ ଫାଇଦା କେମିତି? ଯଦି ଆଳୁ ଆସିଯିବ ନବୀନଙ୍କ ଲେଖା ଫଳରେ ଆଳୁ ଚାଲି ଆସିବ ତାହେଲେ କିଛି ଫାଇଦା ପାଇପାରୁଛି। ଆଳୁ ନ ଆସିଲା ମୋହନ ମାଝୀ ମୋର କଥା ଚାହୁଁଛି ମୋହନ ଚରଣ ମାଝୀ କଥାବାର୍ତ୍ତା କରିବା ତାଙ୍କ ପାଇଁ କଷ୍ଟ। ଆପଣ ଜାଣିଛନ୍ତି ମୋହନ ଚରଣ ମାଝୀ ବିଜେପିର ରାଜ୍ୟ ବିଜେପି ସରକାର, ବିଜେପି ସେଇଭଳି ଭାବରେ ସମ୍ପର୍କ ରକ୍ଷା କରିପାରିବନି। ମୋହନ ମାଝୀ ଭେଟୁଛନ୍ତି ମମତା ବାନାର୍ଜୀଙ୍କୁ ଦିଲ୍ଲୀରେ। ମମତା ବାନାର୍ଜୀ ଦିଲ୍ଲୀ ଛାଡିଦେଲେଣି ମୋର ଖବର। ସେ ଆଜି ନୀତି ଆୟୋଗ ମିଟିଂରୁ ଆସିଲା ପରେ ସେ ବର୍ତ୍ତମାନ କଲିକତା ଅଭିମୁଖେ ଯାତ୍ରା କରି ସାରିଲେଣି ବୋଲି ଯାହା ଆଜିର ବର୍ତ୍ତମାନ ଖବର ଯାହା ଆସୁଛି ମମତାଙ୍କୁ ମୋହନ ଭେଟିଛନ୍ତି ଆଉ ଅନୁରୋଧ କରିଛନ୍ତି ଯେ ସମସ୍ୟାର ସମାଧାନ ପାଇଁ ଏ ସମ୍ପର୍କରେ ନିଜ ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଭଲ ଭଲ ମୁଁ ଭାବୁଛି କରିବା ଉଚିତ, କାହିଁ ନ କରିବେ। କଥା ହଉଛି ସେ ଗୋଟେ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟରେ ସଂକଟ ଦେଖାଦେଇଛି। ଆମର ଓଡିଶାର 90% ଓଡିଶାର ନିଟର 90% ଆଳୁ ପଶ୍ଚିମବଙ୍ଗରୁ ହିଁ ଆସେ, ଯୋଉ ବାହାରୁ ଆସେ। 10% ଅନ୍ୟ ରାଜ୍ୟରୁ କୋଉଠୁ ଆସେ, କିନ୍ତୁ 90% ତ ପଶ୍ଚିମବଙ୍ଗରୁ ଆସେ। ଏଇଟା ସତ। ଆଉ ଯଦି ପଶ୍ଚିମବଙ୍ଗରେ ଗୋଟେ ସଂକଟ ସୃଷ୍ଟି କରେ, ବାଧା ସୃଷ୍ଟି କଲେ ତାହେଲେ ଓଡିଶାର ସଂକଟ ଦେଖାଦେବ।